ଧାଡ଼ି ଧାଡ଼ି ହୋଇ ଠିଆ ହୋଇ ରହିଛି ରାସ୍ତା କଡ଼ର ଭେଣ୍ଡିଂ ଜୋନ୍ ଦୋକାନଗୁଡ଼ିକ। ବିଭିନ୍ନ ପ୍ରକାର ସାମଗ୍ରୀରୁ ନେଇ ଖାଦ୍ୟ ପଦାର୍ଥ ଯାଏ ସବୁ ପ୍ରକାର ଦୋକାନ ରହିଛି। ସେ ଭିତରୁ ଗୋଟିଏ ଦୋକାନ ନିକଟରେ ଆମେ ପହଞ୍ଚିଗଲୁ, କାହିଁକିନା ସେଠାରେ ଲୋକ ଗହଳି ଟିକେ ଥାଏ। ଆଉ ଦୋକାନ ଭିତରେ ଗୋଟିଏ ଦେଶୀ ପଦ୍ଧତିର ଘଣାଟିଏ ରହିଛି। ତେଲ ଘଣାଟି ଘର ଘର ଶବ୍ଦ କରି ଘୁରି ଚାଲିଥାଏ। ଆଉ ଘଣା ଚାଲୁଥିବା ଅବସ୍ଥାରେ ଦୋକାନରେ ଥିବା ଜଣେ ବ୍ୟକ୍ତି ଗୋଟିଏ ବାଲ୍ଟିରେ ସୋରିଷ ସବୁ ପକାଇଥାନ୍ତି। ଘଣାଟି ବୁଲିବା ଆରମ୍ଭ କଲାରୁ ସେ ସୋରିଷ ଗୁଡ଼ିକୁ ଖେଳାଉଥାନ୍ତି। କିଛି ସମୟ ଚାଲିବା ପରେ ସୋରିଷ ଗୁଡ଼ିକ କାଠ ଧରିଲା, ଆଉ କିଛି ସମୟ ଅନ୍ତରେ ତେଲ ସବୁ ବହିବାକୁ ଲାଗିଲା। ସେ ବ୍ୟକ୍ତି ଜଣକ ସୋରିଷ ତେଲ ସବୁକୁ ସାଉଁଟି ଗୋଟିଏ ଷ୍ଟିଲ୍ ଗରାରେ ରଖିଲେ, ଆଉ ତାପରେ ଖଦଡ଼ା ଅଂଶକୁ ନେଇ ପୁଣି ସେହି ଘଣାରେ ପକାଇଲେ। ଆମେ ଟିକେ ଦେଖିବା ବାହାନାରେ ଲୋକ ଜଣକୁ ପଚାରିଦେଲୁ, ଆଉ ସେ ଟିକେ କୋହର ସହ ଯାହା କହିଲେ ଆମ ହୃଦୟକୁ ଛୁଇଁଲା। ତେବେ ଆପଣମାନେ ସନ୍ଦେହରେ ଥିବେ ଯେ କି ଲୋକ କିଏ, ଆମେ ତା ବିଷୟରେ କାହିଁ ଜାଣିବୁ? ଦର୍ଶକ ବନ୍ଧୁ, ଏହି ଲୋକଟି ଭଳି ଅନେକ ଲୋକ ଯଦିବା ଦୋକାନ କରିଛନ୍ତି, କିନ୍ତୁ ତାରି ଭିତରେ କିଛି କଥା ଅଛି ଯାହାକୁ ଶୁଣିଲେ ସବୁ ମଣିଷ ଭାବିବାକୁ ବାଧ୍ୟ ହେବେ। ସତରେ କି ସୁନ୍ଦର ଏ ଦୁନିଆ, ବିଧାତାଙ୍କ ଲୀଳା ବଡ଼ ବିଚିତ୍ର। ଆସନ୍ତୁ ଏ ବ୍ୟକ୍ତିଙ୍କ ଜୀବନ କାହାଣୀକୁ ଜାଣିବା। ଏ ବ୍ୟକ୍ତି ଜଣକ ନାଁ ହେଉଛି ଆଦିତ୍ୟ ମହାପାତ୍ର। ଘର ପୁରୀ ଜିଲ୍ଲାରେ। ଘରୁ କମ୍ ବୟସରୁ ବାହାରି ନିଜ ପରିଶ୍ରମରେ ସଂଘର୍ଷ କରି ପହଞ୍ଚିଥିଲେ ଖୁବ୍ ଭଲ ଉଚ୍ଚତାରେ। ଦିନେ ବଡ଼ ବଡ଼ ଦୋକାନର ମାଲିକ ହୋଇଥିଲେ, ହେଲେ ସମୟର ଚକ ବୁଲିଲା, ବୁଡ଼ିଗଲା ଦୋକାନ ବ୍ୟବସାୟ, ଧୋକା ଦେଲେ ମଣିଷ। ପୁଣି ରାସ୍ତାକୁ ଆସିଗଲେ। ସେ ଗରିବୀ ରେଖାକୁ ଛୁଇଁବା ପରେ ଆସି ହୋଟେଲରେ ମ୍ୟାନେଜର ଭାବେ କାମ କଲେ। ତାପରେ ଆଜି ତେଲ ଘଣା ନିକଟରେ ତେଲ ଆମଦାନୀର ଭାର ମୁଣ୍ଡାଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ଆଦିତ୍ୟ। ତାଙ୍କର ଏହି ପରିଶ୍ରମରେ ଆଜି ପୁଅ ଝିଅ ଭଲ ପାଠ ପଢ଼ୁଛନ୍ତି। ହୁଏତ ଅନେକ ପରିଶ୍ରମ କରିବାକୁ ପଡ଼ୁଛି। ଯିଏ ଦିନେ 4-5ଟି ଦୋକାନର ମାଲିକ ଥିଲେ, ଆଜି ପର ପାଖରେ କାମ କରୁଛନ୍ତି। ହେଲେ ଦୁଃଖ ନାହିଁ କି ଅବସୋସ ନାହିଁ, ସବୁବେଳେ ହସ ହସ ମୁହଁ। କେତେବେଳେ ଖାତାରେ କ'ଣ ଲେଖି ପକାନ୍ତି ତ ଆଉ କାହାକୁ ତେଲ ଦେଉଥାନ୍ତି, ପୁଣି ଲାଗିଯାଆନ୍ତି କାମରେ। କେମିତି ଝିଅ ପୁଅଙ୍କୁ ମଣିଷ କରିବେ, ସେହି ଚିନ୍ତାରେ ସମୟ ଚାଲିଯାଏ। ଆଉ ନିଜ କୋହ ମିଶା କଷ୍ଟ ମନ ତଳେ ଚାପି ରଖି ହସି ହସି କାମରେ ଲାଗନ୍ତି। ଧନୀରୁ ଦରିଦ୍ର ହେବା ଆଉ ସେ ପରିସ୍ଥିତିକୁ ସାମ୍ନା କରିବା କିଛି କମ୍ କଥା ନୁହେଁ। ତେବେ ଯଦି ଆପଣଙ୍କ ଚିନ୍ତାଧାରା ଓ ଆଭିମୁଖ୍ୟ ସକାରାତ୍ମକ ରହିବ, ତାହେଲେ ଆଦିତ୍ୟଙ୍କ ଭଳି ଆପଣଙ୍କ ପାଇଁ ଯେକୌଣସି ପରିସ୍ଥିତି ସହଜ ହୋଇଯିବ। ମୁଁ ଆଜ୍ଞା ଏଠି ପାଖାପାଖି 3 ବର୍ଷ 3.5 ବର୍ଷ ହେଲାଣି ଆସିଲାଣି କାମ କରୁଛି। ଆଉ ଆଗୁଆ ପୁରୀରେ ମୋର ନିଜର ବିଜନେସ୍ ଥିଲା। ଆଉ ତାପରେ କ'ଣ ପଡ଼ିଗଲା, ତାପରେ ବାପାଙ୍କ ଦେହାନ୍ତ ହେଇଗଲା। ମୋ ବିଜନେସ୍ ସବୁ ସେଇଠି ଠପ୍ ହେଇଗଲା। ମୋର ଥିଲା ହୋଲସେଲିଂ ବେପାର ଥିଲା। ମୋବାଇଲ ଆସୋସିଏସନ୍ରେ ହୋଲସେଲିଂ କରୁଥିଲି। ମୋବାଇଲ ପିଲା କାମ କରୁଥିଲେ। ମୁଁ ବି 20,000 ଲେଖେ ପିଲାକୁ ଦରମା ଦେଇ ରଖିଥିଲି। ମୁଁ ବିଜନେସ୍ ବନ୍ଦ ହେବା ପରେ ମୁଁ ପୁରୀରେ ଗୋଟେ ହୋଟେଲରେ ମ୍ୟାନେଜର ଥିଲି। ତାପରେ ଏଇ ଯୋଉ ଦୋକାନ ମାଲିକ ଯିଏ, ସେ କହିଲେ ଭାଇ ଆଉ ତମେ ବାହାରେ କାହିଁ କାମ କରିବ, ତମେ ଆସ ଦୋକାନ ସମ୍ଭାଳ, ମୁଁ ବାହାରକୁ ପିଟୁଛି। ତାପରେ ଏମିତି ଭାଇ ଦି ଭାଇ ମିଶିକି ଚଲେଇଲୁ। ତାପରେ ସେ ବି ଆମେ ଆଗକୁ 3ଟା ଦୋକାନ ବି ଆମେ କରିସାରିଲୁ 3 ବର୍ଷ ଭିତରେ। ଏ ଦୋକାନରେ ମୁଁ ସମ୍ଭାଳିଛି। ଆଉ ବହୁତ କଷ୍ଟ ଆଜ୍ଞା, ବହୁତ କଷ୍ଟ। କ'ଣ କରିବା, ସଂସାର ପିଲା ଛୁଆଙ୍କୁ ନେଇକି ସବୁ ଚାଲିଛି। ନିଜ କଥା ପେଟ ପୋଷା ମୋ ପାଇଁ ଇଏ ନାହିଁ। ଯେହେତୁ ପିଲାଙ୍କୁ ଯେତେବେଳେ ପଇସା ରୋଜଗାର ପିଲାଙ୍କୁ ପ୍ରାଇଭେଟ୍ ପଢେଇକି ଏତେ ବଡ଼ ଆଣିଥିଲି। ବର୍ତ୍ତମାନ ପିଲା ଯଦି ବଡ଼ ପଢ଼େ, ପିଲାକୁ ପଢ଼େଇ ମନା କଲି, ଝିଅକୁ ମନା କଲି। ମୁଁ କହିଲି ଝିଅ ମୋର ଆଉ କ୍ଷମତା ନେଇ ପଢ଼େଇବାର। ଝିଅ ମାନେ ମନକୁ କାନ୍ଦିଲା। ତାକୁ କହିଲି ହଉ ପଢ଼େଇବି ଆଉ। ଏମିତି କହିକି ଝିଅକୁ ବର୍ତ୍ତମାନ ଧାର କର୍ଜ କରିକି ମୁଁ ଝିଅକୁ ବର୍ତ୍ତମାନ ଏତେବେଳେ ପଢ଼ଉଥିଲେ। ଯାହା ସୁନା ଜିନିଷ ଥିଲା ବନ୍ଧା ବନ୍ଧା ପକେଇଛି। ବର୍ତ୍ତମାନ ଧାର କର୍ଜ ଗୁଡ଼େ ବି ବର୍ତ୍ତମାନ ବି ଚାଲିଛି। ଏପଟେ ଝିଅକୁ ପଢ଼ଉଛି ଆଉ। ଭୁବନେଶ୍ୱର ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।